प्रचार करुछु कवि विश्वनाथ खुंटिया कृत विचित्र रामायणर 58तम भाग। विभीषणଙ୍କଠାରୁ ଲଙ୍କାର ସମାଚାର, ରାବଣର ବଳ ଇତ୍ୟାଦି ଜାଣି ଶ୍ରୀରାମ ସେହି କ୍ଷଣି ବିଭୀଷଣଙ୍କୁ ରାବଣ ଅନ୍ତେ ଲଙ୍କାଧିପତି କରିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଲଙ୍କାପତି ଭାବରେ ଘୋଷଣା କରୁଛନ୍ତି। ଗୋପନରେ ଯାଇ ଶ୍ରୀରାମଙ୍କ ସୈନ୍ୟସଜ୍ଜା ଦେଖି ଆସି ରାକ୍ଷସ ଶାର୍ଦୁଳ ରାବଣକୁ ସବୁ କଥା କହନ୍ତେ ରାବଣ ମହାଭୟ ପାଇଛି। ପୁଣି ଥରେ ଶୁକ ରାକ୍ଷସକୁ ପଠେଇ ରାବଣ ସୁଗ୍ରୀବକୁ ପ୍ରଭାବିତ କରି ଫେରିଯିବା ପାଇଁ ବୁଝେଇଛି। ଏତେ ଜଣାଇ ଚରଣ ତଳେ ପୁଣି ସାଷ୍ଟାଙ୍ଗ ହୋଇଣ ପଡ଼ିଲା। ତ୍ରାହି ତ୍ରାହି କର ବୋଲି ବୋଇଲା। ଶ୍ରୀରାମ କରୁଣା ଅବଲୋକନରେ ଜନମ ମୃତ୍ୟୁ ଏଡ଼ିଲା। ସେ ଧନୁଜର ପୁଲକ ହୋଇ ଘନ ଘନ ଅଶ୍ରୁ ଆନନ୍ଦେ ହେଉଛି ପତନ। କରୁଣା ସିନ୍ଧୁ ଭୟ ପଦ୍ମ ପାଦେ ମଗ୍ନ ହେଲା ତାର ମନ ଯେ। ଧନୁଜର ପୁଲକ ହୋଇ ଘନ ଘନ ରାମ ପଚାରନ୍ତି ଆହେ ବିଭୀଷଣ କହ ଲଙ୍କାର ସମାଚାର। କିସ ବିଚାରି ଅଛି ଦଶ ଶିର। କେତେ ତାର ସୈନ୍ୟ କେତେ ପରାକ୍ରମ କହ ହେ ଆମ୍ଭ ଛାମୁର। ହେ ରାଜନ କହେ କର ଯୋଡ଼ିଣ ବିଭୀଷଣ। ଦେବ ତ୍ରୈଲୋକ୍ୟ ବିଜୟୀ ରାବଣ। ହାତା କୁମ୍ଭକର୍ଣ୍ଣ ସ୍ୱର୍ଗ ଜୁର କରେ ପୁତ୍ର ପରାକ୍ରମ ଶୁଣ ହେ ରାଜନ। କହେ କର ଯୋଡ଼ିଣ ବିଭୀଷଣ। ସତବାର ପୁତ୍ର ଚକ୍ରକୁ ଜିଣିଲା। ସଂଗ୍ରାମେ ଅଦୃଶ୍ୟ ହୁଇ ଏହି ଜିଣିବାର ତାକୁ ନୁହଇ। ମହାପାରୁଷମ ହୋଦର ପ୍ରଶସ୍ତ ନାମରେ ମହି କମ୍ପଇ ହେ। ଗୋଦେବ ଦଶ ସହସ୍ର କୋଟି ସେ ଅସୁର। ପ୍ରତିଦିନ ହିଁ ପିବନ୍ତି ରୁଧିର। ଆଉ ମାନେ ଦେବ ଦିଗପାଳ ସମ ଦେଖନ୍ତି ଡରନ୍ତି ସୁର ହେ। ଭୋଦେବ ଦଶ ସହସ୍ର କୋଟି ସେ ଅସୁର। ଦେଲେ ସ୍ୱର୍গে ବା ପାତାଳେ ଲୁଚିଲେ ମାରିବି ରାବଣ। ସତ୍ୟ କରୁଛି ତିନି ଭ୍ରାତରାଣ। ପୁତ୍ର ଭ୍ରାତା ନାତି ସମସ୍ତ ମାରିଣ। ଲଙ୍କା ଦେବୀ ବିଭୀଷଣ ହେ। ସୁଗ୍ରୀବ
ବୋଲିଣ ପାଶ ପୁରାଇଲେ ତାଙ୍କୁ ଆଲିଙ୍ଗନ କରି ବୋଇଲେ ଆଜହୁ ତୁମ୍ଭଙ୍କୁ ଲଙ୍କା ଆମ୍ଭେ ଦେଲୁ ଲଙ୍କେଶ ଆଜହୁ ମଲେ ହେ ସୁଗ୍ରୀବ ଏତେ ବୋଲିଣ ପାଶ ପୁରାଇଲେ ଦଣ୍ଡ ପାଣି ତାହାଙ୍କ ମନ ଜାଣି ଆଜ୍ଞା ଦେଲେ ଆହେ ଲକ୍ଷ୍ମଣ ତୀର୍ଥ ଜଳ ଅଣାଅ ଏହି କ୍ଷଣ ଲଙ୍କା ଗଡ଼େ ରାଜ ଅଭିଷେକ ଆଜ କରାଇବା ବିଭୀଷଣ ହେ ଲକ୍ଷ୍ମଣ ଆଜୁ ବୋଲାଇବେ ଏ ଲଙ୍କପତି ଆଜୁ ଦେଲି ମୁଁ ଲଙ୍କାର ବିଭୂତି ଯେତେ ଦିନ ଥିବ ମୋର ରାମ ନାମ ଚନ୍ଦ୍ର ତପନ ଧରିତ୍ରୀ ହେ ଲକ୍ଷ୍ମଣ ଆଜୁ ବୋଲାଇବେ ଏ ଲଙ୍କପତି ଆଜ୍ଞା ପ୍ରମାଣେ ଲକ୍ଷ୍ମଣ ତୀର୍ଥ ଜଳ ଅଣାଇ ଅଭିଷେକ କଲେ ବିଭୀଷଣ ଲଙ୍କେଶ ବୋଲାଇଲେ ରାମ ଆଜ୍ଞା ପାଇ ସର୍ବରୁକ୍ଷ କପି ଲଙ୍କେଶ ବୋଲି ବୋଇଲେ ହେ ସୁଜନେ ସୁଗ୍ରୀ ଜଣାନ୍ତି ଶୁଣିବା ଭୋଦେବ ଯେବେ ରାବଣ ଶରଣ ପଶିବ ବିଭୀଷଣ ପୁତ ଲଙ୍କା ଆଜ୍ଞା ହେଲା ସେ ପୁଣି କିସ କରିବ ହେ ସୁଜନେ ସୁଗ୍ରୀ ଜଣାନ୍ତି ଶୁଣିମା ଭୋଦେବ ଶୁଣି ଦାଶରଥୀ ବୋଲନ୍ତି ହେ ମିତ୍ର ରାବଣ ପଶିଲେ ଶରଣ ତାକୁ ଅଯୋଧ୍ୟା ଦେବୁ ଏ ପ୍ରମାଣ ଦୁଷ୍ଟ ରାଜାଙ୍କୁ ମାରିଣ ଅଭିଷେକ ହୋଇବୁ କୀର୍ତ୍ତି ପରେଣ ହେ ସୁଗ୍ରୀବ ଶୁଣି ସମସ୍ତେ ଆନନ୍ଦ ହୋଇଲେ ରାମ ଶ୍ରୀମୁଖରେ ଏହା ବୋଇଲେ ବୋଲେ ବିଶି ବିଭୀଷଣ ଏହି ଦିନୁ ଶ୍ରୀରାମ ସେବକ ହେଲେ ହେ ସୁଗ୍ରୀବ ଶୁଣି ସମସ୍ତେ ଆନନ୍ଦ ହୋଇଲେ ଶାର୍ଦୁଳକୁ ପେଶିଥିଲା ରାବଣ ଯେଉଁ ଦିନୁ କଲା ସୀତା ହରଣ ସେହି ଦେଖି ଅଇଲା ମହାବିସ୍ମୟ ହେଲା ଆଜହୁ ଲଙ୍କା ଗଲା ରାବଣକୁ କହିଲା କୋଟି କୋଟି ଦେବ ବାନର ବଳ
ନିଶ୍ଚୟ ଦେବ ଏ କରିବେ ରଣ ପାରିଲେ ପ୍ରୀତି ହୁଅ ଦେଇ ଜନକ ଝିଅ ଭେଦ ପ୍ରୀତି ଏ ଦ୍ୱୟ ରଣେ ନୋହିବ ଜୟ ନିଶ୍ଚୟ ନାଶ ଗଲା ତୋର ଲଙ୍କା ଶୁଣିଣ ରାବଣ ପାଇଲା ଶଙ୍କା ଶୁକକୁ ଅଣାଇଲା ବହୁକୁ ସାର୍ଥ କଲା ସୁଗ୍ରୀପା ସେ ପେଶିଲା ଏହା କହ ବୋଇଲା ବୋଲିବୁ ରାବଣ ପେଶିଲେ ମୋତେ ତୁମ୍ଭେ କିମ୍ପା କୋପ କରିଛ ଏତେ ତୁମ୍ଭେ ଆମ୍ଭର ଭ୍ରାତ ଆମ୍ଭ ସଙ୍ଗେ ଅନର୍ଥ କରିବାର ବିଅର୍ଥ କି ନେଲୁ ତୁମ୍ଭ ଅର୍ଥ ବାଳି ସଙ୍ଗେ ମୋର ମିତ୍ରତା ପଣ ଜାଣିନ କି ପାସିଛ ଆପଣ ହେନ ଆମ୍ଭର ପ୍ରୀତି ବାହୁଡ଼ କପିପତି ଯେବେ ହେବ ପ୍ରୀତି ଆମ୍ଭେ ଅସୁର ଜାତି ଯେବେ ସେ ବୋଲିବେ ହରିଲ ସୀତା ତୁ ବୋଲିବୁ ନୁହେଁ ତୁମ୍ଭ ବନିତା ଆମ୍ଭେ ଅଟୁ ଭୂପାଳ ହରି ପାରୁ ସକଳ ଦଶରଥର ବାଳ ଏକା କରୁ ସେ ଗୋଳ ଯେବେ ସେ ତୋତେ ନହିବ ପ୍ରସନ୍ନ କହିବୁ ତାକୁ ଯଥାର୍ଥ ବଚନ ଆହେ ନର ବାନର ତୁମ୍ଭେ ଭକ୍ଷ ଆମ୍ଭର ଜିଣି ଲୋଡ଼ ସୁର ଏଡ଼େ ଗର୍ବ ତୁମ୍ଭର ହେମନ୍ତ ଆଜ୍ଞା ଘେନି ସୁକ ଗଲା ବିଚିତ୍ର ବିହଙ୍ଗ ଗୋଟିଏ ହେଲା ସୈନ୍ୟ ମଧ୍ୟେ ପଶିଲା ସୁଗ୍ରୀ ସଙ୍ଗେ ଭେଟିଲା ରାଜା ବାଣୀ କହିଲା ଦିନ ବିଶି ଭଣିଲା ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 58ତମ ଭାଗ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, କଣ୍ଠଦାନ କରିଥିଲେ ସଞ୍ଜୟ କୁମାର ଦେବ, ରାଜେନ୍ଦ୍ର କୁମାର ସ୍ୱାଇଁ, ବିଜୟ ମହାପାତ୍ର ଏବଂ ଅଚ୍ୟୁତ ମହାରଣା।